दिनकू दिन राज्य तथा समग्र देश में सड़क दुर्घटनार परिमाण वृद्धि पाइबार लगी। प्रतिदिन अनेक दुर्घटना घटी निरीह जीवनगुड़िक अकाल झरी पड़ुछि। संख्याधिक मोटरसाइकल दुर्घटना घटी अनेक मृताहत होता बेले हेलमेट व्यवहार न करने जो मृत्युसंख्या वृद्धि पाउछि। सामान्य असावधानता तथा खामखियाली मनोभाव जो चाहू चाहू चली जाउछि अनेक जीवन। गत किछि दिन तले एक सड़क दुर्घटन स्थानीय राजीव लोचन भूयां देहांत होता। एने परिवार वर्ग बंधु माने भांगी पड़ते। राजीव हेलमेट व्यवहार करनथिबा जोगु एपरि मृत्यु मुखरे पड़िथिले बोली जଣା पड़िछि। एने हेलमेट व्यवहार पर एक सचेतनता कार्यक्रम आयोजन करिथिला काका ग्रुप ऑफ फाउंडेशन। ग्रुप पक्षरु समस्त सदस्य माने कार्यक्रम उपस्थित रहिबा सह हेलमेट कारणरू केही मृत्यु मुखरे न पड़िबा नै चोरदा बाईपास ठारे शताधिक दुचकिया गाड़ी चालक को हेलमेट प्रदान करी सचेतन करा जायतिला। ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଉପସ୍ଥିତ ରହି ବିନା ହେଲମେଟ୍ରେ ଗାଡ଼ି ଚାଳନା କରୁଥିବା ଗାଡ଼ି ଚାଳକଙ୍କୁ ହେଲମେଟ୍ ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ହେଲମେଟ୍ ପିନ୍ଧାଇ ଏ ସମ୍ପର୍କରେ ସଚେତନ କରାଇଥିଲେ। ଆମେ ଯାହା ଦେଖୁଛୁ ଯେ ହେଲମେଟ୍ ନ ପିନ୍ଧିବା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି। କାରଣ ଆମ ଶରୀରରେ ମୁଣ୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଟିକେ ମୁଣ୍ଡରେ ଆଘାତ ବାଜିଲେ ସାରା ଜଣେ ଜୀବନ ଚାଲି ଯାଉଛି ବା ଅପଙ୍ଗ ହେଇଯାଉଛି। ତେଣୁ ବହୁତ ଖୁସିର କଥା ଯେ ଆଜି ବ୍ୟାସନଗର ଠାରେ କାକା ଗ୍ରୁପ ଅଫ୍ ଫାଉଣ୍ଡେସନ ତରଫରୁ ଯେଉଁଭଳି ଭାବରେ ହେଲମେଟ୍ ପିନ୍ଧିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଉଛି, ହେଲମେଟ୍ ବଣ୍ଟନ କରାଯାଉଛି। କାକା ଗ୍ରୁପ ଅଫ୍ ଫାଉଣ୍ଡେସନର ସମସ୍ତ ସଦସ୍ୟମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ତା ସହିତ ପୋଲିସ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଉଛି ଏବଂ ଅନୁରୋଧ କରୁଛି ସମସ୍ତଙ୍କୁ ଯେ ଆପଣମାନେ ବାଇକ୍ ଚଲାଇଲା ବେଳେ ଯେଉଁମାନେ ଚଲାଉଛନ୍ତି ସେମାନେ ମଧ୍ୟ ହେଲମେଟ୍ ପିନ୍ଧନ୍ତୁ, ଯେଉଁମାନେ ପଛରେ ବସୁଛନ୍ତି ସେମାନେ ମଧ୍ୟ ହେଲମେଟ୍ ପିନ୍ଧନ୍ତୁ। କୋରେଇରୁ ଅଶୋକ ଦାସଙ୍କ ରିପୋର୍ଟ, ଯାଜପୁର ନ୍ୟୁଜ୍।